ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ। କିମ୍ବଦନ୍ତୀର କାହାଣୀ କରମାବାଇ କଥା ସଂଗୃହୀତ ହୋଇଥିବା ତଥ୍ୟ। କରମାବାଇ ନାମରେ ଜଣେ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଶ୍ରୀକ୍ଷେତ୍ରରେ ରହୁଥିଲେ। ଶ୍ରୀ ଜଗନ୍ନାଥଙ୍କୁ ନିଜ ପୁଅ ପରି ସ୍ନେହ କରୁଥିଲେ। ମା ଯେପରି ପୁଅର ଖାଇବା ଚିନ୍ତାରେ ବ୍ୟସ୍ତ ହୋଇଯାଏ, ସେ ମଧ୍ୟ ସେହିପରି ବ୍ୟସ୍ତ ହେଉଥିଲେ। କରମାବାଇ ଜଗନ୍ନାଥଙ୍କୁ ନିଜ ପୁଅ ପରି ବ୍ୟବହାର କରୁଥିଲେ। ଦିନେ ସେ ଭାବିଲେ, ଶ୍ରୀମନ୍ଦିରରେ ଭୋଗ ହେବା ପର୍ଯ୍ୟନ୍ତ ମୋ ପୁଅ କ'ଣ ଭୋକରେ ରହିବ? ଏହା ଭାବି ସେ ଖୁବ୍ ଭୋରରୁ ଉଠି ଅଗାଧୁଆ ଅବସ୍ଥାରେ ଖେଚେଡ଼ି ରାନ୍ଧି ଜଗନ୍ନାଥଙ୍କୁ ନିର୍ମଳ ହୃଦୟରେ ଖାଇବାକୁ ଡାକିଲେ। ତାଙ୍କ ଭକ୍ତିରେ ଏତେ ଶକ୍ତି ଥିଲା ଯେ ସ୍ୱୟଂ ଜଗନ୍ନାଥ ତାଙ୍କ ଘରକୁ ଖେଚୁଡ଼ି ଖାଇବାକୁ ଯାଉଥିଲେ। ଦିନେ ଚଳୁରେ ଜଗନ୍ନାଥ ଦେଖା ନ ଯିବାରୁ ବଡ଼ପଣ୍ଡା ଅଧିଆ ହୋଇପଡ଼ିଲେ। ମହାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ ଯେ ସେ କରମାବାଇ ଘରେ ଖେଚୁଡ଼ି ଖାଉଛନ୍ତି। ତା ପରଦିନ ବଡ଼ପଣ୍ଡା କରମାବାଇ ଘରେ ପହଞ୍ଚି ଦେଖନ୍ତି ତ ସେ ଚୁଲିରେ ଖେଚୁଡ଼ି ବସେଇଛି, ଆଉ ମଝିରେ ମଝିରେ ସେ ଦାନ୍ତ ଘଷୁଥିବା ଦାନ୍ତକାଠିର ପଛପଟେ ସେ ଖେଚୁଡ଼ିକୁ ଘାଣ୍ଟି ଦେଉଛି। ଭୀଷଣ ରାଗିଗଲେ ବଡ଼ପଣ୍ଡା। ତେବେ କିଛି ସମୟ ପରେ ମହାପ୍ରଭୁ ନିଜେ ଆସିଲେ କରମାବାଇ ଘରକୁ ଖେଚୁଡ଼ି ଖାଇବାକୁ। ଲୁଚି ଲୁଚି ବଡ଼ପଣ୍ଡା ଏସବୁ ଦେଖୁଥାନ୍ତି। ଅତି ସ୍ନେହରେ କରମା ଜଗନ୍ନାଥଙ୍କୁ ଖେଚୁଡ଼ି ଖୁଆଉଛି, ଆଉ ଭକ୍ତବତ୍ସଳ ବି ଅତି ଆଗ୍ରହରେ ତାକୁ ଖାଉଛନ୍ତି। ଏହା ଦେଖି ବଡ଼ପଣ୍ଡା ମନେ ମନେ ଭାବିଲେ, ଧନ୍ୟ ତୁ କରମା, ଧନ୍ୟ। କରମାବାଇର ମୃତ୍ୟୁ ପରେ ଜଗନ୍ନାଥଙ୍କ ଆଖିରୁ ଲୁହ ଝରିଲା। ସେ କରମାର ଖେଚୁଡ଼ିକୁ ଝୁରି ହେଲେ। ତେଣୁ ସେହିଦିନଠାରୁ ମହାପ୍ରଭୁଙ୍କ ଖେଚେଡ଼ି ଭୋଗର ପ୍ରଚଳନ ଆରମ୍ଭ ହେଇଥିଲା। ଏହିପରି ଭକ୍ତବତ୍ସଳ ପ୍ରଭୁ ଭକ୍ତ କରମାବାଇର ମାତୃ ହୃଦୟର ବାତ୍ସଲ୍ୟ ସ୍ନେହରେ ବାନ୍ଧି ହୋଇଯାଇଥିଲେ। କରମାବାଇ ମଧ୍ୟ ଯୁଗ ଯୁଗକୁ ପ୍ରଭୁଙ୍କ ଅନନ୍ୟ ଭକ୍ତ ରୂପେ ସୁପରିଚିତ ହେଇ ଚିର ଅମର ରହିଲେ। ଜୟ ଶ୍ରୀ ଜଗନ୍ନାଥ।